জাতীয় রাজপথ কর্তৃপক্ষ অধীন 53 নম্বর জাতীয় রাজপথ বালিচন্দ্রপুর ছকঠার বাহারি পটামুন্ডাই কেনাল বন্ধ পর্যন্ত বাইপাস রাস্তা 100 মিটার অবস্থা শোচনীয় হয়ে পড়ছে। এই রাস্তায় 20 রু অধিক বড় বড় খাল সৃষ্টি হয়েছে। পথচারী মানে নানা অসুবিধার সম্মুখীন হেউতিবার দেখা মিলুଛି। প্রত্যেক দিন এই রাস্তা দিয়ে হাজার হাজার লোক যাতায়াত থিবা বেলে বহু ছোট বড় গাড়ি মোটর মধ্য যাতায়াত করে থাকে। আবশ্যকতা অনুযায়ী রাস্তা অবস্থা ঠিক নথিবারু বহু দুর্ঘটনা ঘটি মৃতাহত হেউতিবার নজর রয়েছে। এই সম্পর্কে বহুবার বিভাগীয় অধিকারী অবগত করা যাইতিলে মধ্য সেমানকৰ কুম্ভকর্ণ নিদ্রা ভঙ্গ হেউনথিবা দেখিବାକୁ মিলিଛି। বর্তমান বর্ষা যোগু রাস্তায় থিবা খাল খমা গুড়িকরে পানি ভর্তি হইতিবারু গাড়ি চালক এবং পথচারী উভয় এই অসুবিধার সম্মুখীন হেউଛନ୍ତି। মরামতি অভাবরু এই রাস্তায় দিনকু দিন আହୁରି অধিক খাল সৃষ্টি হেউতিবারু ଏହା ଏକ ପ୍ରକାର ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଜାତୀୟ ରାଜପଥ ପ୍ରାଧିକରଣର କର୍ତ୍ତୃପକ୍ଷ ତୁରନ୍ତ ଏହି ରାସ୍ତା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ବ୍ୟୁରୋ ରିପୋର୍ଟ ସୂର୍ଯ୍ୟସ୍ତ ନ୍ୟୁଜ୍। ତାରିଣୀ ଛକରୁ ଯେଉଁ ଆମର ଜାତୀୟ ରାଜପଥରୁ ଯାଇକି ବାଇପାସଟା ପଟାମୁଣ୍ଡେଇ କେନାଲକୁ ସେଠି ଯେଉଁ ରାସ୍ତା ଖାଲ ହୋଇଛି ବର୍ଷା ଦିନେ ଜାଣି ହେଉନି ଖାଲ ଖମା ପ୍ରାୟ ହଜାର ହଜାର ଲୋକ ସେ ବାଟେ ଯାଉଛନ୍ତି ପ୍ରତିଦିନ। ଇନ୍ଦୁପୁର ଠାରୁ ବେଣୀପୁର ଆଉ ବାଲିପଡ଼ିଆ ବିକ୍ରମ ତିରଣ ସମସ୍ତ ସେ ପୁରା ଇନ୍ଦୁପୁର ଠାରୁ 15ଟା ଗ୍ରାମ ପଞ୍ଚାୟତର ଲୋକ ସେ ବାଟେ ଯିବା ଆସିବା କରୁଛନ୍ତି। ଖାଲ ଯେଉଁ ପାଣି ଜମିଛି ସେଥିରେ ପଡ଼ି ଲୋକ ମୃତାହତ ହୋଇଛନ୍ତି। ପରଦିନ ବି ଆମର ଜଣେ ସାମ୍ବାଦିକ ବନ୍ଧୁ ପଡ଼ି ତାଙ୍କର ଗୋଡ଼ ହାତ ଖଣ୍ଡିଆ ଖାବରା ହେଇଯିବାର ନଜିର ଅଛି। ଉପେନ୍ଦ୍ର ସାହୁ ଆଉ ବାଲିଚନ୍ଦ୍ରପୁର ତାରିଣୀ ରୋଡ ରାସ୍ତା ଯିବାକୁ ପଟାମୁଣ୍ଡେଇ କେନାଲ ବାଁ ପଟେ ରାସ୍ତା ପୁରା ଖାଲ ପ୍ରଦତ୍ତ ହୋଇଯାଇଛି। ଲୋକ ଯିବା ଆସିବା କରିବାକୁ ଅସୁବିଧା ହେଉଛି। ଗାଡ଼ି ମଟର ଯିବା ଆସିବା କରିବାକୁ ଅସୁବିଧା ହେଉଛି। ପଟାମୁଣ୍ଡେଇ କେନାଲକୁ ଯେଉଁଟା ଲାଗିଛି ସେଇଟା ବାଲିଚନ୍ଦ୍ରପୁର ବଜାର ମୁଁ ବେପାର ପୁରୁଣା ଲୋକ ସେଇ ହିସାବରେ ମୁଁ କହୁଛି। ମନମୋହନ ଜେନା କୁସୁପୁର ମହାଙ୍ଗା କଟକ ବାଲିଚନ୍ଦ୍ରପୁର NH ରୁ ବାଁ ପଟରେ ଯେଉଁ ବାଇପାସ ରୋଡ ଆମର ପଟାମୁଣ୍ଡେଇ କେନାଲକୁ ଟଚ୍ କରୁଛି ସେ ରାସ୍ତା ଅତି ଶୋଚନୀୟ। ଏକଦମ ଏତେ ପ୍ରକାର ମାନେ ଏତେ ବଡ଼ ଖାଲ ଅଛି ଯେଉଁଟାକି ନ କହିବା ଭଲ। ତା ଦେହରେ ଗାଡ଼ି ଯେକୌଣସି ବଡ଼ ଗାଡ଼ି ତ ଛାଡ଼ ଛୋଟ ଗାଡ଼ି ପଡ଼ିକି ଏଭଳି ସିରିୟସ୍ ଅବସ୍ଥା ଲୋକ ହେଉଛନ୍ତି ଯେଉଁଟାକି ମାନେ କହିହେବ ନାହିଁ। ତା ଦେହରେ ମୋର ଗୋଟେ ବନ୍ଧୁ ବି ପଡ଼ିକି ଏକଦମ ସିରିୟସ୍ ଅଛି। ହଁ, ମୁଁ ତାକୁ ଆଣିକି ମେଡ଼ିକାଲରେ ଟ୍ରିଟମେଣ୍ଟ କରାଇଛି। ସେ ରାସ୍ତାରେ ପ୍ରାୟ ହଜାର ହଜାର ଲୋକ ମାନେ ଅପ୍ ଟୁ ଆମ୍ବସରୀ ପାଖରୁ ଇନ୍ଦୁପୁର ପର୍ଯ୍ୟନ୍ତ କେନାଲ ବନ୍ଧରେ ସବୁ ପ୍ରକାର ଟଚ୍ ସେଇପଟରେ କରନ୍ତି, ଲୋକ ଯିବା ଆସିବା କରନ୍ତି। ତେଣୁକରି ସେ ରାସ୍ତା ଅତି ଶୋଚନୀୟ। ତାକୁ ତୁରନ୍ତ ମାନେ ରିପେୟାର କଲେ ଆମେମାନେ ଖୁସି ହେବୁ।